ଜ୍ଞାନ 446। ଜ୍ଞାନ 446। ହେ ମୋର ପରମ ପ୍ରଭୁ, ସେମାନେ ମୋତେ ପାଗଳ ବୋଲି କହୁଛନ୍ତି, କାରଣ ମୁଁ ତୁମ ଭିତରେ ଆଦୌ କୌଣସି ଦୋଷ ଦେଖୁନାହିଁ। ମାତ୍ର ଯଦି ମୁଁ ପ୍ରକୃତରେ ତୁମର ପ୍ରେମରେ ପାଗଳ ହୋଇ ରହିଥାଏ, ତେବେ ମୋର ଏହି ପାଗଳାମି ଚାଲିଯାଇ ପୁଣି ଭଲ ବୁଦ୍ଧି ଆସୁ ବୋଲି ମୁଁ ମୋଟେ ଇଚ୍ଛା କରୁନାହିଁ। ଆରେ ଜଣେ ଯେତେବେଳେ ଭଗବତ ପ୍ରେମରେ ଉଦ୍ବୁଦ୍ଧ ହେଇଛି, ଯେତେବେଳେ ଜଣେ ଭଗବାନଙ୍କ ସହିତ ପୂର୍ଣ୍ଣ ଏକତ୍ଵ ପ୍ରାପ୍ତ କରିଛି, ଲୋକ ପାଗଳ କହୁଛନ୍ତି କୁହନ୍ତୁ। ଯେତେବେଳେ ମୁଁ ପରମଙ୍କ ସହିତ ଏକତ୍ଵ ପ୍ରାପ୍ତ କରିଛି, ତେବେ ଯୋଉମାନଙ୍କର ସେଇ ପହଞ୍ଚ ହେଇନି, ଯେଉଁମାନେ ପହଞ୍ଚି ନାହାନ୍ତି, ସେମାନେ ମୋତେ ପାଗଳ କହିବେ, କହୁଥାନ୍ତୁ, ମୁଁ ମୋଟେ ଇଚ୍ଛା କରୁନାହିଁ। ସେଇଥିପାଇଁ ପ୍ରାୟତଃ ଆପଣ କୁହନ୍ତି ଦେଖିବେ ଯେ ଜ୍ଞାନୀମାନେ ସେମାନେ ନୀରବ ରହନ୍ତି। ସେମାନେ ବ୍ୟତିବ୍ୟସ୍ତ ହେଇ ପଡନ୍ତି ନାହିଁ।